ଏ କଣ ମାଟିଟା ଏତେ ଟାଣ କାହିଁକି ଲାଗୁଛି? ନିଶ୍ଚୟ ମାଟି ଭିତରେ କିଛି ଅଛି। ମୁଁ ମାଟି ଖୋଳିକି ଦେଖେ। ଏମିତି କହି ରାଜୁ ଚଢେଇ ମାଟି ଖୋଳିଲା। ମାଟି ଭିତରୁ ଗୋଟେ ବାକ୍ସ ବାହାରିଲା। ରାଜୁ ଯେମିତି ସେ ବାକ୍ସକୁ ଖୋଲିଲା, ବାକ୍ସ ଭିତରୁ ଗୋଟେ କାଗଜ ବାହାରିଲା। ଏ କଣ ବାକ୍ସ ଭିତରେ ଗୋଟେ କାଗଜ ଅଛି? ମୁଁ ତ ଭାବୁଥିଲି କିଛି ଧନରତ୍ନ ଥିବ। ଆଚ୍ଛା, ଏଇଟା କଣ କାଗଜ? ଆରେ ଏଇଟା ତ ଗୋଟେ ମ୍ୟାପ। ମୁଁ ଏବେ ମ୍ୟାପ ଧରି ଘରକୁ ଯାଏ। ଘରେ ବସି ପଢିବି ଏ ମ୍ୟାପରେ କଣ ଲେଖାଯାଇଛି। ଏମିତି ଚିନ୍ତା କରି ରାଜୁ ଚଢେଇ ସେ କାଗଜ ଧରି ଘରକୁ ଫେରିଲା। ରାତି ହେବା ପରେ କେତେ ସୁନା ଏଇଠି ଅଛି। ଏଇଟା ବୋଧେ ସୁନାର ସହର। ବାଃ, ମୁଁ ତ ଏବେ ଧନୀ ହେଇଗଲି। ଆରେ ଗଛରେ ସେଇଟା କଣ ଝୁଲୁଛି? ଦେଖିକି ଲାଗୁଛି ସୁନାର ଫଳ। ସୁନାର ଫଳ କେମିତି ଲାଗେ ଖାଇବାକୁ? ମୁଁ ଥରେ ଖାଇକି ଦେଖେ। ବାଃ ବାଃ, ସୁନାର ଫଳ କେତେ ମିଠା। ଆରେ କଣ ହେଲା? ତୁମେ ଏମିତି କାହିଁକି କହୁଛ? ସକାଳ 9ଟା ବାଜିଲାଣି। ଆଜି କଣ ଉଠିବନି? ଆରେ ଶୁଣୁଛ ନା ନାଇଁ? ଉଠ, କାମକୁ ଯାଅ। ଆଜିଠୁ ମୁଁ ଆଉ ଖାଇବା ଖାଇବିନି। ଏଇ ସୁନାର ଫଳ ଖାଇବି। ସୁନାର ଫଳ ଭାରି ମିଠା। ନା, ଇଏ ଏମିତି ମୋ କଥା ଶୁଣିବେନି। ରୁହ, ଏବେ ତମକୁ ଉଠଉଛି। ଏମିତି କହି ରିନୁ ଗୋଟେ ବାଲ୍ଟି ପାଣି ଆଣି ରାଜୁ ଚଢେଇର ମୁହଁରେ ଢାଳିଦେଲା। ଆରେ ଭାସିଗଲା ଭାସିଗଲା, ମୋ ସୁନା ସହର ଭାସିଗଲା। ଏ କଣ? ମୁଁ ତ ଘରେ ଅଛି। ତାହେଲେ କଣ ଏଯାଏ ମୁଁ ସ୍ୱପ୍ନ ଦେଖୁଥିଲି? ହଁ, ତୁମେ ସ୍ୱପ୍ନ ଦେଖୁଥିଲ। ଏବେ ଯଦି ନିଦ ଭାଙ୍ଗିଲା, ଯାଅ କିଛି ମିଠା ଫଳ ଆଣ। ଘରେ କିଛି ବି ଖାଇବା ନାହିଁ। ଛୁଆଟି ସ୍କୁଲ ଯାଇଛି। ଆସିଲା ପରେ ସେ ଭୋକ ଲାଗୁଛି କହିବ। ମୁଁ ଯାହାବି ସ୍ୱପ୍ନ ଦେଖେ ତାହା ସତ ହେଇଯାଏ। ମୁଁ ଯୋଉ ମ୍ୟାପ ପାଇଛି ସେଥିରେ ଗୋଟେ ସହରର ଠିକଣା ଥିଲା। ନିଶ୍ଚୟ ସେ ସହରଟି ସୁନା ସହର ହେଇଥିବ। ମୁଁ ଆଜି ହିଁ ସେ ସୁନା ସହର ଖୋଜିବାକୁ ଯିବି। କିନ୍ତୁ ମୁଁ ଯଦି ଏକଥା ମୋ ସ୍ତ୍ରୀକୁ କହିବି, ସେ ମୋ କଥାକୁ ବିଶ୍ୱାସ କରିବନି। ମୁଁ କିଛି ବାହାନା କରି ଆଗ ସୁନା ସହର ଖୋଜିବାକୁ ଯାଏ। ଯେତେବେଳେ ମୁଁ ସେ ସୁନା ସହର ପାଇଯିବି, ସମସ୍ତଙ୍କୁ ମ୍ୟାପ କଥା କହିବି। ଏବେ ମୁଁ କିଛି ମିଠା ଫଳ ନେଇ ଘରକୁ ଯାଏ। ଆରେ କୁନି, ଟିକେ ଶୀଘ୍ର ଶୀଘ୍ର ଉଡ। ଏତେ ଧୀରେ ଧୀରେ ଉଡିଲେ ଆମେ ଘରକୁ କେତେବେଳେ ପହଞ୍ଚିବା? ଆରେ ସାଙ୍ଗ, ମତେ ନା ଭାରି ଭୋକ ଲାଗୁଛି। ଭୋକରେ ମୁଁ ଆଉ ଉଡି ପାରୁନି। ତ ସହ ସାଙ୍ଗ ହେଇ ଉଡିଲେ ଘରକୁ ପହଞ୍ଚୁ ପହଞ୍ଚୁ ରାତି ହେଇଯିବ। ତୁ ଧୀରେ ଧୀରେ ଉଡ, ମୁଁ ତ ଚାଲିଲି। ତାପରେ କାଉଛୁଆ ଶୀଘ୍ର ଶୀଘ୍ର ଉଡି ସେଠାରୁ ଚାଲିଗଲା। କୁନି ଧୀରେ ଧୀରେ ଉଡି ତା ଘରକୁ ଆସିଲା। ଆରେ ମା, ଆଜି ଘରକୁ ଫେରୁ ଫେରୁ ଏତେ ଡେରି କରିଦେଲୁ ଯେ? ମା, ମତେ ଭାରି ଭୋକ ଲାଗୁଛି। ଭୋକରେ ମତେ ଏତେ ଦୁର୍ବଳ ଲାଗିଲା ଯେ ମୁଁ ଶୀଘ୍ର ଶୀଘ୍ର ଉଡି ପାରିଲିନି। ତୋ ବାପା ମିଠା ଫଳ ଆଣିବାକୁ ଯାଇଛନ୍ତି। ଯା ମା, ତୋ ମୁହଁ ହାତ ଧୋଇ ବସିବୁ, ସେ ଏବେ ଆସିଯିବେ। ଆରେ ଏଇ ତ କିଛି ମିଠା ଫଳ ପାଇଗଲି। ମୋ ଝିଅ ସ୍କୁଲରୁ ଫେରି ଆସିଥିବଣି। ଯାଏ ଶୀଘ୍ର କିଛି ମିଠା ଫଳ ନେଇ ଘରକୁ ଯାଏ। ଆରେ ତମେ ଆସିଗଲ। ମିଠା ଫଳ ଆଣିଛ ନା ନାହିଁ? ହଁ ହଁ, ମୁଁ ମିଠା ଫଳ ନେଇ ଆସିଛି। ଏଇ ନେ ମାକୁନି। ଆରେ ରିନୁ, ମୁଁ ଆଜି ଫେରିଲା ବେଳେ ମୋ ମାମୁଁ ପୁଅ ସହ ମୋର ଦେଖା ହେଲା। ସେ କହୁଥିଲା ମାମୁଙ୍କ ଦେହ ଭୀଷଣ ଖରାପ। ତୁମେ କଣ କହୁଛ? ମାମୁଙ୍କ ଦେହ ଖରାପ? ମାମୁଁ ବହୁତ ଭଲ। ସେ ତମକୁ ଅନେକ କାମରେ ସାହାଯ୍ୟ କରିଛନ୍ତି। ତାଙ୍କ ଦେହ ଖରାପ ସମୟରେ ତୁମେ ଯାଅ ମାମୁଙ୍କ ସହ ଥରେ ଦେଖା କରି ଆସ। ଆଚ୍ଛା, ତେବେ ମୁଁ ଆଜି ହିଁ ମାମୁଁ ଘରକୁ ଯାଉଛି। କାଲି ଫେରି ଆସିବି। ତମେ 2 ଜଣ ସାବଧାନରେ ରହିବ। ଏଇ ତ ମ୍ୟାପରେ ଥିବା ମୁଁ ସେ ନଦୀକୁ ପାଇଗଲି। ଏବେ ମୁଁ ନଦୀ ସେପାରି ପାହାଡ ଉପରକୁ ଯାଏ। ପାହାଡ ଉପରେ ନିଶ୍ଚୟ ସୁନାର ସହର ଥିବ। ଏ କଣ? ମ୍ୟାପର ରାସ୍ତା ତ ଏଇଠି ସରିଗଲା, କିନ୍ତୁ ଏଠି ତ ସୁନା ସହର ନାହିଁ। କେବଳ ଗୋଟେ ଶୁଖିଲା ଗଛ ଅଛି। ତାହେଲେ କଣ ମୁଁ ଭୁଲ ରାସ୍ତାରେ ଚାଲି ଆସିଲି? ନା ଚଢ଼େଇ,
ତୁ ଭୁଲ ରାସ୍ତାରେ ଆସିନୁ। ମୋ ଗଛ ମୂଳରେ ପାଣି ଦେ, ତୁ ସୁନା ସହର ପାଇଯିବୁ। ଏମିତି ଶୁଣି ରାଜୁ ଚଢ଼େଇ ଶୀଘ୍ର ପାଖ ନଦୀରୁ ପାଣି ଆଣି ଶୁଖିଲା ଗଛ ମୂଳରେ ଢାଳିଲା। ସଙ୍ଗେ ସଙ୍ଗେ ଗଛରେ ଅନେକ ସୁନ୍ଦର ଫୁଲ ଫୁଟିଲା। ସେତେବେଳେ ଗୋଟେ ପ୍ରଜାପତି ଆସି ଫୁଲରେ ବସିଲା। ଆରେ ଏସବୁ କଣ ହେଉଛି? ମୁଁ ତ କିଛି ବୁଝିପାରୁନି। ଆରେ ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ। ତୁ ମତେ ଫୁଲ ରସ ପିଆଇଲୁ। ଆସେ ମୋ ପିଠିରେ ବସ, ମୁଁ ଏବେ ତତେ ସୁନା ସହରକୁ ନେଇଯିବି। ସତରେ ପ୍ରଜାପତି, ତୁମେ ମତେ ସୁନା ସହରକୁ ନେଇଯିବ? ହେଲେ ତୁମେ ତ ଅନେକ ଛୋଟ, ତୁମେ ମତେ ନିଜ ପିଠିରେ କେମିତି ବସେଇବ? ତୁମେ ଆଗେ ଆଗେ ଚାଲ, ମୁଁ ତମ ପଛେ ପଛେ ଯାଉଛି। ନା ନା ଚଢ଼େଇ, ସୁନା ସହର ଅନେକ ଦୂର। ସମୁଦ୍ର ପାର ହେଲେ ଯାଇ ଆମେ ସେ ସୁନା ସହର ପାଇବା। ତୁ ଏତେ ଦୂରକୁ ଉଡ଼ିକି ଯାଇପାରିବୁନି। ତୁ ଆସେ ମୋ ପିଠିରେ ବସ, ମୁଁ ତତେ ସେଠାକୁ ନେଇଯିବି। ଏମିତି କହି ପ୍ରଜାପତି ବହୁତ ବଡ଼ ହେଇଗଲା। ଚଢ଼େଇ ତା ପିଠିରେ ବସିଲା। ପ୍ରଜାପତି ଚଢ଼େଇକୁ ନେଇ ସୁନା ସହରକୁ ଗଲା। ଆରେ ଏଇ ତ ସେ ସୁନା ସହର ଯାହାକୁ ମୁଁ ସ୍ୱପ୍ନରେ ଦେଖିଥିଲି। ଏଠି କେତେ ସୁନା ଅଛି। ଏମିତି କହି ରାଜୁ ଚଢ଼େଇ ଯେତିକି ସୁନା ଦରକାର ଥିଲା ସେତିକି ସୁନା ଧରି ପ୍ରଜାପତି ପିଠିରେ ଯାଇ ବସିଲା। ଆରେ ଚଢ଼େଇ, ତୁ ଏତେ କମ୍ ସୁନା କାହିଁକି ନେଲୁ? ମୋର ଯେତିକି ଦରକାର ଥିଲା ମୁଁ ସେତିକି ସୁନା ନେଲି। ତା ଛଡ଼ା ମୁଁ ଯଦି ବେଶୀ ସୁନା ନେଇଥାନ୍ତି ତମକୁ ବି ତ ଉଡ଼ିବାରେ କଷ୍ଟ ହେଇଥାନ୍ତା ନା ପ୍ରଜାପତି। ତାପରେ ପ୍ରଜାପତି ରାଜୁ ଚଢ଼େଇକୁ ନେଇ ତା ଜଙ୍ଗଲରେ ଛାଡ଼ିଦେଲା। ରାଜୁ ସବୁ ସୁନା ଧରି ତା ଘରକୁ ଗଲା, ଆଉ ତାର ସ୍ତ୍ରୀକୁ ସବୁ ଘଟଣା କହିଲା। କିଛି ଦିନରେ ହିଁ ତାଙ୍କ ଭାଗ୍ୟ ପୁରାପୁରି ବଦଳିଗଲା। ରାଜୁ ଚଢ଼େଇ ଏକ ନୂଆ ବ୍ୟବସାୟ ଆରମ୍ଭ କଲା। ଏମିତି ସେମାନଙ୍କ ଦିନ ଭଲରେ ବିତୁଥିଲା। ଏ ସବୁ କିଛି ତାଙ୍କ ପାଖ ପଡ଼ୋଶୀ କାଉ ବି ଦେଖୁଥିଲା। କଥା କଣ, ଏ ଚଢ଼େଇ ଗୁଡ଼ା କେତେ ଗରିବ ଥିଲେ, ହେଲେ ହଠାତ୍ ଏମାନେ କଣ ପାଇଲେ ଯେ ଏତେ ଧନୀ ହେଇଗଲେ? ନିଶ୍ଚୟ ଏମାନେ ଯାଦୁର କିଛି ପାଇଛନ୍ତି। ମତେ ଏକଥା ଜାଣିବାକୁ ହେବ। ମା କୁନି, ତୁ ସ୍କୁଲ ଯାଉଛୁ? ଏଇ ଦେଖେ, ମୁଁ ତୋ ପାଇଁ ଚକୋଲେଟ ଆଣିଛି। ସତରେ କାଉ ଅଙ୍କଲ, ମତେ ନା ଚକୋଲେଟ ଭାରି ଭଲ ଲାଗେ। ଥ୍ୟାଙ୍କ ୟୁ ଭେରି ମଚ୍ ଅଙ୍କଲ। ଆଚ୍ଛା ମା କୁନି, ତୋ ବାପାଙ୍କର କଣ ଲଟେରୀ ଲାଗିଗଲା କି? ତମେ ମାନେ ଏତେ ଶୀଘ୍ର ଏତେ ଧନୀ ହେଇଗଲ ଯେ? ନା ନା ଅଙ୍କଲ, ବାପାଙ୍କର ଲଟେରୀ ଲାଗିନି। ବାପା ଗୁପ୍ତଧନ ପାଇଛନ୍ତି। ଏମିତି କୁନି କାଉକୁ ସବୁ ଘଟଣା କହିଲା। ତାପରେ ସେ ସ୍କୁଲକୁ ଗଲା। ସବୁ ଶୁଣି କାଉ ଶୀଘ୍ର ତା ଘରକୁ ଗଲା, ଆଉ ତାର ସ୍ତ୍ରୀକୁ ସବୁ କିଛି କହିଲା। ବାଃ, କେତେ ବଢିଆ ଖବର ଆଣିଛ। ଆଉ ଡେରି କରନି, ଚାଲ ଏବେ ହିଁ ସେ ସୁନା ସହରକୁ ଯିବା। ଏମିତି କଥା ହେଇ ଦୁଇ କାଉ ଦୁଇଟି ବସ୍ତା ଧରି ସୁନା ସହର ଖୋଜିବାକୁ ଗଲେ। ଆରେ ଦେଖ ଦେଖ, ଏଇଟା ସେଇ ଶୁଖିଲା ଗଛ। ଏଇ ଗଛରେ ପାଣି ଦେବାକୁ ପଡିବ। ମୁଁ ଆଗରୁ ହିଁ ଗୋଟେ ବୋତଲ ପାଣି ଧରିଛି। ରୁହ, ମୁଁ ଏବେ ଏଇ ଗଛ ମୂଳରେ ପାଣି ଢାଳୁଛି। କାଉର ସ୍ତ୍ରୀ ଶୁଖିଲା ଗଛରେ ପାଣି ଢାଳିଲା। ଗଛରେ ଫୁଲ ଫୁଟିଲା। ସେତେବେଳେ ପ୍ରଜାପତି ଆସି ଫୁଲ ରସ ପିଇଲା ଆଉ କହିଲା, ତମେ ମାନେ ମତେ ଫୁଲ ରସ ପିଇବାକୁ ଦେଇଥିବାରୁ ତମ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆସ ମୋ ପିଠିରେ ବସ, ମୁଁ ତମ ମାନଙ୍କୁ ସୁନା ସହରକୁ ନେଇଯିବି। ତାପରେ କାଉମାନେ ପ୍ରଜାପତି ପିଠିରେ ବସିଲେ। ପ୍ରଜାପତି ସେମାନଙ୍କୁ ଧରି ସୁନା ସହରକୁ ଗଲା। ଆରେ ବାଃ, ଏଠି କେତେ ସୁନା ଅଛି। ଦୁଇଟା ବସ୍ତା ଆଣି ଭୁଲ କରିଦେଲେ। ଆଉ ଦୁଇଟା ବସ୍ତା ଆଣିଥିଲେ ଭଲ ହେଇଥାନ୍ତା। ଆରେ ଶୀଘ୍ର ଶୀଘ୍ର ବସ୍ତାରେ ସୁନା ଭର୍ତ୍ତି କର। ଦୁଇ କାଉ ଲୋଭ କରି ଦୁଇ ବସ୍ତାରେ ସୁନା ଭର୍ତ୍ତି କଲେ। ପ୍ରଜାପତି, ଆମେ ସୁନା ଧରିଲୁ। ଏବେ ଚାଲ, ଆମକୁ ଆମ ଜଙ୍ଗଲରେ ପହଞ୍ଚେଇ ଦିଅ। ଦୁଇଟି ପକ୍ଷୀ ଆଉ ଦୁଇ ବସ୍ତା ସୁନା ପାଇଁ ପ୍ରଜାପତି ଠିକରେ ଉଡି ପାରିଲାନି। ତାକୁ ଭାରି କଷ୍ଟ ହେଲା। ସେ କାଉ ମାନଙ୍କୁ ସେଇ ସୁନା ସହରରେ ପକେଇଦେଲା। ତମେ ମାନେ ଅନେକ ଲୋଭୀ। ତମ ମାନଙ୍କୁ ସୁନା ଦରକାର ନା? ଆଜିଠୁ ତମେ ମାନେ ଏଇ ସୁନା ସହରରେ ରୁହ। ଏ କଣ, ପ୍ରଜାପତି ତ ଚାଲିଗଲା। ଏବେ ଆମେ ଘରକୁ କେମିତି ଯିବା? ଲୋଭରେ ପଡି ଆମେ ସବୁ କିଛି ହରେଇଲେ। ଏବେ ଭୋକ ଶୋଷରେ ଆମେ ସୁନା ସହରରେ ରହି ମରିଯିବା।
ଦୁଇ କାଉ ମନ ଦୁଃଖରେ କାନ୍ଦୁଥିଲେ। ସେମାନେ ନିଜ ଲୋଭର ଶାସ୍ତି ପାଇଲେ। ସେପଟେ ରାଜୁ ଚଢ଼େଇ ନିଜ